ଅଛି। ପ୍ରକୃତରେ ନାରୀ କ'ଣ, କେମିତି ତାର ରୂପ? ମୋ ମତରେ ଯେତେ ନାରୀ ସେତେ ରୂପ। ଠିକ୍ ନା ଭୁଲ ବିଚାର କରିବେ। ମୁଁ ଆଜି ଜୀବନର ଶେଷ ପାହାଚରେ। ମୋ ମନରେ ଅନେକ କଥା। ମୁଁ ଝିଅ ଥିଲି। ମୋ ବାପା ମାଙ୍କର ବାହାଘରର 10 ବର୍ଷ ପରେ ମୁଁ ଜନ୍ମ ହେଇଥିଲି ବୋଲି ଭାରି ଗେଲି ଥିଲି ମୁଁ ସମସ୍ତଙ୍କର। ମୋ ବାପା ମୋ ନାଁ ପରି ଦେଇଥିଲେ। ମୋ ଜେଜେମାର ମୁଁ ଥିଲି ସଖୀ କଣ୍ଢେଇ। ସେ ମୋତେ ଏଇ ନାଁ ଧରି ହିଁ ଡାକୁଥିଲା। ସେ ଟିକେ ମୋ ମା ଟିକେ ସମସ୍ତଙ୍କ ଠାରୁ ଅଲଗା ଥିଲା। ମୋତେ ଡାକେ ରାଣୀ ମା। ସତରେ ଏତେ ଖୁସି ମୋ ଜୀବନରେ ଭରିଥିଲା। ଧୀରେ ଧୀରେ ମୁଁ ବଡ଼ ହେଲି। ମୋ ମାର କଥା କଥାରେ ଆକଟ ହେଲା। ବାପାଙ୍କର କଡ଼ା ନଜର ମୋ ଉପରେ। ପାଠ ପଢ଼ା ପ୍ରତି ବହୁତ ଧ୍ୟାନ ଦେଉଥିଲେ ସେମାନେ। କେମିତି ଭଲ ମଣିଷଟିଏ ହେବି ବୋଲି ମୁଁ। ସବୁ ମୋ ପସନ୍ଦର ଜିନିଷ ମୋତେ ମିଳିଯାଉଥିଲା। ଛୋଟ ବେଳ ମୋର ବହୁତ ଖୁସିରେ ବିତିଥିଲା। ଜିଦ୍ଦି ବି ବହୁତ କରେ, ବହୁତ ବଦମାସି ବି ଥିଲି। ମୋ ମାଆକୁ ମୁଁ ଦେଖେ କେତେ କାମ କରେ ସେ। ତଥାପି ବାପା ତାହେଲେ ଭୁଲ ବାହାର କରିଦିଅନ୍ତି। ମୋର ଭୁଲ ଥିଲେ ବି ମା ଗାଳି ଖାଉଥିଲା। ମା କିଛି କୁହେନି, ଚୁପ୍ ରହିଯାଏ। ମୁଁ କୁହେ, ମା ତୁ ବାପାଙ୍କୁ କିଛି କହୁନୁ କାହିଁକି? ମା ହସିଦିଏ ଆଉ କହେ, ତୁ ଛୋଟ ପିଲାଟା, ଜାଣିବୁନି କିଛି ଲୋ। ମୋ ବାହାଘର ପାଇଁ ପୁଅ ଖୋଜା ଚାଲିଲା। ବାପା ଭଲ ଘର ଭଲ ବର ଦେଖି ବାହାଘର ଚାହିଁଲେ। ମୋର ସବୁ ଖୁସିକୁ ପସନ୍ଦକୁ ଧ୍ୟାନ ଦେଉଥିବା ବାପା ମା ମୋର ଜୀବନର ଏତେ ବଡ଼ ଫଇସଲା ନିଜେ କଲେ। ପଦେ ବି ପଚାରିଲେନି, ବାହାଘର କରିଦେଲେ। ମୁଁ ଝିଅରୁ ବୋହୂ ହେଇଗଲି। ଯେଉଁ ବାପା ମା ଗୋଟିଏ ଦିନ ବି ପାଖରୁ ଅନ୍ତର କରୁନଥିଲେ, ସମାଜର ରୀତିନୀତିକୁ ମାନି ଦାନ ଦେଇଦେଲେ ମୋତେ ସେ। ଶାଶୁ ଘରେ ମୁଁ ଝିଅରୁ ବୋହୂ, ଜଏଣ୍ଟ ଫ୍ୟାମିଲି, ପାଦେ ପାଦେ ସମୟର ପାବନ୍ଦି, ସଂସ୍କାର ଆଉ ବ୍ୟବହାରର ନଜର, ତର୍ଜମା ଚାଲିଥାଏ ସବୁବେଳେ। କିଛି କହିବାକୁ ଚାହିଁଲେ ଜଗି ରଖି କରିବାକୁ ପଡ଼ୁଥିଲା, କହିବାକୁ ପଡ଼ୁଥିଲା। ମୁଁ କିଛି ବି ଭୁଲ କଲେ ମୋ ମାଆକୁ ଶୁଣିବାକୁ ପଡ଼ୁଥିଲା। ମୋ ଶାଶୁ ବହୁତ କଥା ଶୁଣାଇ ଦିଅନ୍ତି। ମୁଁ ଶୁଣେ, ଇଚ୍ଛା ହୁଏ କହିଦେବାକୁ, ପ୍ରତ୍ୟୁତ୍ତର ଦେବାକୁ, କିନ୍ତୁ କୁହେନି। ମୋ ମନରେ ପ୍ରଶ୍ନ ଉଠେ, ମୋ ଭୁଲ ପାଇଁ ମୋ ମା କାହିଁକି ଗାଳି ଖାଉଛି? ତା ସଂସ୍କାର ଉପରେ ପ୍ରଶ୍ନ ଉଠେ, କାହିଁକି ଏ ନିୟମ? ପ୍ରତ୍ୟେକ ନାରୀର ଅନେକ ରୂପ କାହିଁକି? ସକାଳରୁ ଉଠିବା ଠାରୁ ରାତି ପର୍ଯ୍ୟନ୍ତ କାମ କାମ କାମ, କିଛି ନା କିଛି କାମ କଥା ଲାଗି ରହିଥାଏ ସବୁବେଳେ। ଭଲ ବୋହୂ, ଭଲ ସ୍ତ୍ରୀ, ଭଲ ଭାଉଜର ଭୂମିକାରେ ମୁଁ ଥାଏ। ସକାଳରୁ ରାତି କେତେବେଳେ ହେଇଯାଉଥିଲା ଜଣା ହିଁ ପଡ଼ୁନଥିଲା। ନିଜର ଇଚ୍ଛା ସ୍ୱପ୍ନ ଧୀରେ ଧୀରେ ଚାପି ହେଇଯାଉଥିଲା ସମୟର ଚକରେ, ଜଞ୍ଜାଳର ଜୀବନରେ। ଧୀରେ ଧୀରେ ସମୟ ବଢ଼ିଲା, ବୟସ ବି ବଢ଼ି ବଢ଼ି ଚାଲିଲା। ପ୍ରଥମେ ମୋର ଝିଅଟିଏ ହେଲା। ମୋର ପରିବର୍ତ୍ତନ, ପତ୍ନୀରୁ ମା ହେଲି। ମୋ ଝିଅ ବଡ଼ ହେବା ମାତ୍ରେ ଦାୟିତ୍ୱ ଆହୁରି ଅଧିକ ହେଲା। ଝିଅ କିଛି ବଦମାସି କଲେ, କିଛି ମୁଁ ତାକୁ କହିଲେ ଗାଳି ଦେଲେ, ଗାଳି ଖାଇବାକୁ ପଡ଼ୁଥିଲା ମୋତେ ସ୍ୱାମୀଙ୍କ ଠାରୁ। ବହୁତ ଥର ବହୁତ ଝଗଡ଼ା ହେଉଥିଲା। ସ୍ୱାମୀଙ୍କର ପ୍ରତ୍ୟେକ କାର୍ଯ୍ୟକୁ ତନଖିବାର କଡ଼ା ନଜର। ସେ ସବୁବେଳେ ମୋତେ ବଦଳାଇବାକୁ ଚେଷ୍ଟା କରୁଥିଲେ। ମୁଁ ବେଳେବେଳେ ବୁଝିପାରୁନଥାଏ ପ୍ରକୃତରେ ମୋର ଭୁଲଟା କେଉଁଠି ରହିଯାଉଥିଲା। ଦିନ ସାରା ତ ଘର କାମ, ଘର ଜଞ୍ଜାଳ ଜୀବନ। ଯାହା ବି ସମୟ ତୁମମାନଙ୍କ ପାଇଁ ହିଁ ଦେଲି, ତ ମୋର ଭୁଲଟା କେଉଁଠି? ସ୍ୱାମୀ ବୁଝିପାରନ୍ତିନି ଏସବୁ। ପ୍ରତ୍ୟେକ କାମରେ ଭୁଲ ବାହାର କରୁଥାନ୍ତି। ମୋର ଜୀବନ ଧୀରେ ଧୀରେ ଜଞ୍ଜାଳମୟ ହେଲା। ପୁଅଟିଏ ହେଲା ମୋର। ମୋ ସଂସାରରେ ଆଉ ଜଣେ ନୂଆ ସଦସ୍ୟ। ଜୀବନ ହସ ଖୁସି ମୋ ପରିବାର ଭିତରେ ହିଁ ରହିଗଲା ମୋର। ଝିଅ ପୁଅ ବଡ଼ ହେଲେ। ମୁଁ ନିଜକୁ ଭାବି ଗୋଟେ ମେସିନ୍ ଭଳି ମୁଁ। ନିଜର କିଛି ମନପସନ୍ଦର କାମ କରିବାକୁ ସମୟ ମିଳିଲା ନାହିଁ। କେମିତି ପିଲାମାନେ ଭଲ ପାଠ ପଢ଼ିବେ, ଭଲ ଗୁଣ ସଂସ୍କାରୀ ହେବେ, ସେ ସବୁରେ ଧ୍ୟାନ ଦେଉ ସେମାନେ କେତେବେଳେ ବଡ଼ ହେଇଗଲେ ଜଣା ପଡ଼ିଲାନି। ବେଳେବେଳେ ପିଲାଙ୍କର ଜିଦ୍କୁ ଇଚ୍ଛାକୁ ପୂରଣ କରିପାରେନି। ତାଙ୍କର ଅଭିଯୋଗ ବହୁତ କଷ୍ଟ ଦିଏ ମୋତେ। ଆଖିରୁ ଲୁହ ଝରେ, ମନରେ ପ୍ରଶ୍ନ ଉଠେ, ମୋ ମା ତ ମୋ ଭଳି କଷ୍ଟ ପାଉଥିବ। ମୁଁ କାହିଁକି ତା ମନ କଥା ବୁଝିପାରିନଥିଲି ସେତେବେଳେ। ଆଜି ବୁଝୁଛି ପ୍ରକୃତରେ ମା କ'ଣ। ମା ତୋର ଅନେକ ରୂପ। କେତେ ଭଲ ପାଇବା, ସ୍ନେହ ମମତାର ଭଣ୍ଡାର ତୁ ଥିଲୁ।
कहीं तो मनर कथा को बुझी पारंतिनि केही तो त्याग को तो बलिदान को कहीं केही बुझी पारंतिनि लो तू समस्त इच्छा को पूरण करने को जाई तू केते कष्ट पाउथिबु तो हस खुशी को तू केते निज भितर रखी अन्यर खुशी को ध्यान देउथिबु मु आज अनुभव करि पारुछि। आज मु जने माँ मु कहूछि मो मन कथा प्रकृत रे नारी अनेक रूप रे तू अनेक सफलता रे तू सर्वसाह सुखदात्री तू आनंददायी तू सर्वदा तो परिवार सुख मनासुथिबा मूर्तिटीए तू तो दुख को तो भितर रखी खुशी बांटुथिबा मूर्तिटीए तू सतरे नारी तोर अनेक रूप रे तू